ଜୟ ଜଗନ୍ନାଥ। ମୁଁ ସତ୍ୟ ଆପଣମାନଙ୍କୁ ସତ୍ୟର ସନ୍ଧାନକୁ ସ୍ୱାଗତ ଜଣାଉଛି। ଆଜି ଆମେ ଏକ ସୁନ୍ଦର ବିଷୟବସ୍ତୁ ଉପରେ ଆଲୋଚନା କରିବା। ବିଷୟବସ୍ତୁଟି ହେଉଛି କେଉଁ ତିନି ଜଣ ଆମ ପାଇଁ ଶ୍ରେଷ୍ଠ। ପ୍ରଥମତଃ ଆମର ପିତା ଏବଂ ମାତା, କାରଣ ଆମର ତାଙ୍କଠାରୁ ସୃଷ୍ଟି ହୋଇଛି। ଆଜି ପର୍ଯ୍ୟନ୍ତ ଆମର ସମସ୍ତ ଆବଶ୍ୟକତାକୁ ସେମାନେ ବହୁ ଦୁଃଖ କଷ୍ଟ ସହି ମଧ୍ୟ ପୂରଣ କରି ଚାଲିଛନ୍ତି। ତେଣୁ ନିଃସନ୍ଦେହରେ ଆମର ପିତାମାତା ହେଉଛନ୍ତି ଆମ ପାଇଁ ଶ୍ରେଷ୍ଠ। ଦ୍ୱିତୀୟରେ ହେଉଛନ୍ତି ଆମର ଗୁରୁ। ସେ ଯେକୌଣସି କ୍ଷେତ୍ର ହେଉ, କୃଷି କ୍ଷେତ୍ର ହେଉ, ସଙ୍ଗୀତ କ୍ଷେତ୍ର ହେଉ, ବା ସ୍କୁଲ, କଲେଜ, ୟୁନିଭର୍ସିଟି, ଯେକୌଣସି କ୍ଷେତ୍ରରେ ହେଉ, ଆମ ପାଇଁ ଆମ ଗୁରୁ ହେଉଛନ୍ତି ଶ୍ରେଷ୍ଠ। କାରଣ ଆମେ ତାଙ୍କଠାରୁ ବିଦ୍ୟା ଲାଭ କରିଥାଉ, ଯାହା ଆମର ଭବିଷ୍ୟତକୁ ଗଢ଼ିବାରେ ସାହାଯ୍ୟ କରିଥାଏ। ଆଉ ତୃତୀୟରେ ହେଉଛନ୍ତି ଆମ ପାଇଁ ଶ୍ରେଷ୍ଠ କିଏ ନା ଆମର କର୍ମକ୍ଷେତ୍ର। ସେ ଗୋଟିଏ ବ୍ୟକ୍ତି ବିଶେଷ ହୋଇଥାନ୍ତୁ ବା ଗୋଟେ ଅନୁଷ୍ଠାନ ହଉ, ଯିଏ ଆମ ଉପରେ ଭରସା କରି ଆମକୁ ତାଙ୍କର କର୍ମକ୍ଷେତ୍ରରେ ଗୋଟେ ସୁଯୋଗ ଦେଇଛନ୍ତି କାମ କରିବାର। ତେଣୁ ନିଃସନ୍ଦେହରେ ସେ ମଧ୍ୟ ଆମ ପାଇଁକା ଶ୍ରେଷ୍ଠ। କାହିଁକି ନା ପ୍ରକୃତରେ ଆମେ କ'ଣ ଜାଣିଛୁ, କ'ଣ ଶିକ୍ଷା ଲାଭ କରିଛୁ, ତାହା ସେ କର୍ମକ୍ଷେତ୍ରରୁ ହିଁ ଜଣାପଡ଼ିଥାଏ। ତେଣୁ ଏହି ଭିଡ଼ିଓ ମାଧ୍ୟମରେ ମୋର ଆଉ ଗୋଟେ ଅନୁରୋଧ ରହିବ, ସେ ବ୍ୟକ୍ତିବିଶେଷ ବା ଅନୁଷ୍ଠାନକୁ ମଧ୍ୟ ଯେଉଁଭଳି ପିତା, ମାତା ଏବଂ ଗୁରୁମାନେ ଆମକୁ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଦେଇଥାନ୍ତି, ଠିକ୍ ସେହିଭଳି ଆମର ବସ୍ ବା ମାଲିକ ଏବଂ ଆମର ଅନୁଷ୍ଠାନ ତା'ର କର୍ମଚାରୀ ପ୍ରତି ମଧ୍ୟ ସେହିଭଳି ସ୍ନେହ, ଭଲ ପାଇବା ଦେବା ଉଚିତ। ଯାହାଦ୍ୱାରା ଆମେ କହିପାରିବା ସର୍ବେ ଭବନ୍ତୁ ସୁଖୀନ। ଜୟ ଜଗନ୍ନାଥ।